ଯେତେବେଳେ ଗୋଟିଏ ସମାଧାନ କଥା ଉପରେ ଆଲୋଚନା ହେବ ସେତେବେଳେ ଆପଣଙ୍କର ଇଣ୍ଟରେଷ୍ଟ କମିଯିବ। ଏହାର ମୂଲ୍ୟ ଆପଣମାନଙ୍କୁ ଦେବା ପାଇଁ ପଡୁଛି। ଯେ ପର୍ଯ୍ୟନ୍ତ ଆପଣ ସିରିୟସ୍ ବିଷୟ ପ୍ରତି ନିଜର ଇଚ୍ଛା ପ୍ରକାଶ କରିନାହାନ୍ତି ସେ ପର୍ଯ୍ୟନ୍ତ ଶସ୍ତା ଘଥା ଘଟିବ ଆଉ ସିଷ୍ଟମର ପରିବର୍ତ୍ତନ ହେବ ନାହିଁ। କାରଣ ଆପଣମାନଙ୍କର ଚାପ ଆଉ ରହିବନି। ଆପଣ କ୍ରାଇମ କଥା କହିଲେ ସୌମ୍ୟାଶ୍ରୀଙ୍କ କଥା ଭାବୁଛନ୍ତି। ସୌମ୍ୟାଶ୍ରୀ ଗୋଟିଏ ଅଘଟଣ। ଏଇଭଳି ଗୋଟିଏ ବ୍ୟବସ୍ଥା ଭିତରେ ଏଇଭଳି ଗୋଟିଏ ବିଲକ୍ଷଣ ଦେଖିବା ପାଇଁ ମିଳିଛି। ହଜାର ହଜାର ଝିଅଙ୍କର କାହାଣୀ ଆପଣଙ୍କ ସାମ୍ନାରେ ଅଛି, ଆପଣଙ୍କ ଗାଁରେ ଅଛି, ଆପଣଙ୍କ ଗଳିରେ ଅଛି, ଆପଣଙ୍କ ସହରରେ ଅଛି। ଏହାକୁ ଦୂର କରିବା ପାଇଁ କ'ଣ କରାଯାଇପାରେ ଏ ସମ୍ପର୍କରେ କେବେ ବ୍ରେନଷ୍ଟର୍ମିଂ ହେଲାଣି କି? ଆମେ କେବଳ ଉପରେ ଉପରେ ଭାସନ୍ତି, ଭିତରକୁ ପଶନ୍ତି ନାହିଁ, ଜାଣିବାକୁ ଆମେ ଆଗ୍ରହ କରନ୍ତି ନାହିଁ। ସାରା ପୃଥିବୀରେ କ୍ରାଇମ କଣ୍ଟ୍ରୋଲ କେମିତି ହୁଏ, ଅପରାଧ କାହିଁକି ହୁଏ, ଅପରାଧ କେମିତି ରୋକାଯାଏ, କ'ଣ କଲେ ରୋକାଯାଇ ପାରିବ, ଏହାର ବାଟ କ'ଣ?